नमस्कार दर्शक बंधु शुभ संध्या आमे नहीं आसु देश विदेश राज्य 20 गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकाइबा। ओडिशा विजन 2036 एवं 2047 उपर कर्मशाला आज भुवनेश्वर खारबेल भवन में विकसित भारत विकसित ओडिशा विषय वस्तु उपरे उच्च स्तरीय कर्मशाला अनुष्ठित होता। ଏହି ଅଧିବେଶନରେ ବାଣିଜ୍ୟ ପରିବହନ ବିଭାଗ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଅଧ୍ୟକ୍ଷତା କରିଥିଲେ। ଏବେ ଏହି ଭିଜନରେ 6ଟି ମୁଖ୍ୟ ବିଷୟବସ୍ତୁ ଉପରେ ଆଧାରିତ। ପ୍ରଥମେ ଲୋକ ଗ୍ରାମୀଣ ସଶକ୍ତିକରଣ, ସମସ୍ତଙ୍କ ପାଇଁ ସମୃଦ୍ଧି, ଐତିହ୍ୟ ପ୍ରଯୁକ୍ତି, ଲୋକ କେନ୍ଦ୍ରିକ ଶାସନ, ପ୍ରମୁଖ ଆକର୍ଷଣ 36 ଏବଂ 36 ପ୍ରମୁଖ କାର୍ଯ୍ୟକ୍ରମର ଉପସ୍ଥାପନା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା, କୃଷି, ଜଳବାୟୁ ଭଳି କ୍ଷେତ୍ରଗୁଡ଼ିକରେ ପରିବର୍ତ୍ତନ ତ୍ୱରାନ୍ୱିତ କରିବା ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମସ୍ତ ଗାଁ ଗହଳିରେ କିପରି ନେଟୱାର୍କ ଆସିବ, ସମସ୍ତ ଗାଁ ଗହଳି କିପରି ସରକାରୀ ଯୋଜନା ଲାଭ ପାଇବେ, ଏମିତି ବିଭିନ୍ନ ପ୍ରକାର ଯୋଜନା ଉପରେ ମଧ୍ୟ ଆଲୋଚନା ଚାଲିଛି। ବିକଶିତ ଓଡ଼ିଶା ବିକଶିତ ଗାଁ ମଧ୍ୟ ହେବ। ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଜର୍ସି ପିନ୍ଧିବେ ୱେଷ୍ଟଇଣ୍ଡିଜ ଟିମ୍। 18 କ୍ୟାରେଟ ସୁନାରେ କରାଯାଇଛି ଏହି ଡିଜାଇନ। ତେବେ ସୁନାରେ ତିଆରି ଜର୍ସି ପିନ୍ଧିବେ ଏହି ୱେଷ୍ଟଇଣ୍ଡିଜ ଟିମ୍, ଯାହା ସବୁର ଇତିହାସ ସୃଷ୍ଟି ହେବ। ଏହି ଜର୍ସିକୁ 18 କ୍ୟାରେଟ ସୁନାରେ ଡିଜାଇନ କରାଯାଇଛି। ୱେଷ୍ଟଇଣ୍ଡିଜ ଟିମ୍ ଜର୍ସିକୁ ୱାର୍ଲଡ ଚାମ୍ପିୟନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟରେ ପିନ୍ଧି ଖେଳିବେ ବୋଲି କୁହାଯାଉଛି। ତେବେ ଏହା ଜୁଲାଇ 18ରୁ ଆରମ୍ଭ ହୋଇ ଏହି ଲିଗ୍ ଅଗଷ୍ଟ 2 ପର୍ଯ୍ୟନ୍ତ ଖେଳାଯିବ। ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 4 ଦିନିଆ ବିଦେଶ ଗସ୍ତରେ ଯିବେ। ଆସନ୍ତା ସପ୍ତାହରେ ବ୍ରିଟେନ ମାଳଦ୍ୱୀପ ଗସ୍ତ କରିବେ। ଏହି ସମୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ପ୍ରଥମ ପର୍ଯ୍ୟାୟରେ 24 ଜୁଲାଇରେ ଯୁକ୍ତରାଜ୍ୟ ହେବ, ଯେଉଁଠାରେ ଐତିହାସିକ ଭାରତ ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିବେ। ତେବେ ଯାହାଫଳରେ ମୋଦି ଜୁଲାଇ 25-26ରେ ମାଳଦ୍ୱୀପ ଗସ୍ତ କରିବେ, ଯେଉଁଠାରେ 60ତମ ଜାତୀୟ ଦିବସ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କ୍ୟାନ୍ସରରୁ ମୁକ୍ତି ହେବ ଏହି ଭ୍ୟାକ୍ସିନ। ତେବେ ଆଜି ପର୍ଯ୍ୟନ୍ତ ସବୁଆଡେ ଏବେ କ୍ୟାନ୍ସର ବ୍ୟାପୁଛି। ବୈଜ୍ଞାନିକମାନେ ଏପରି ଏକ ଟୀକା ତିଆରି କରିଛନ୍ତି ଯାହାଦ୍ୱାରା କ୍ୟାନ୍ସର ଦୂର ହୋଇପାରିବ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ mRNA ନାମକ ଏକ ଟୀକା ତିଆରି କରିଛନ୍ତି, ଯାହାକି ଟ୍ୟୁମର ବିରୋଧରେ ଶରୀରର ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରିବ। ଏହି ଅଧ୍ୟୟନ ଅନୁଯାୟୀ ଏହି ଟୀକାକୁ ଇମ୍ୟୁନ ଚେକମେଣ୍ଟ ଏବଂ ତା ସହିତ ମଧ୍ୟ କୁହାଯାଉଛି ଔଷଧ ସହିତ ମୂଷା ଉପରେ ପରୀକ୍ଷଣ କରାଯାଇଥିଲା। ଏହି ଟୀକା ଦ୍ୱାରା ମୂଷାର ଏକ ଦୃଢ ଟ୍ୟୁମର ଆଣ୍ଟି ଟ୍ୟୁମର ପ୍ରଭାବ ଦେଖାଯାଇଥିଲା। ଏହା ସହିତ କୌଣସି ନିର୍ଦ୍ଦିଷ୍ଟ ଟ୍ୟୁମର ପ୍ରୋଟିନକୁ ଟାର୍ଗେଟ କରାଯାଇନଥିଲା, ବରଂ କ୍ୟାନ୍ସର ବିରୋଧରେ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରାଯାଇଛି। ତେବେ କୁହାଯାଉଛି ଆଗକୁ ଏହା କାମ ଦେଲେ ଏହି ଟୀକା ଦ୍ୱାରା କ୍ୟାନ୍ସର ରୋଗ ମଧ୍ୟ ଭଲ ହୋଇପାରେ। ଆସୁଛି ଆଉ ଗୋଟିଏ ଲଘୁଚାପ। ଭାରତରେ ଏବେ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହେଉଛି। ସେପଟେ ଓଡ଼ିଶାରେ 9ଟି ଜିଲ୍ଲାରେ ମଧ୍ୟ ଝଡ଼ ବର୍ଷା ବଜ୍ରପାତ ରହିଛି। ତେବେ ଆଜି ଅପରାହ୍ନରେ ମଧ୍ୟ ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର, ଦେଓଗଡ଼, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତା ସହିତ ମଧ୍ୟ କୁହାଯାଉଛି 30ରୁ 40 କିଲୋମିଟର ବେଗରେ ପବନ ବୋହିବା ସହିତ ବର୍ଷାର ପରିମାଣ ମଧ୍ୟ ବଢିବ। 20 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ସେ ନେଇକି ମଧ୍ୟ 24 ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି ପାଣିପାଗ ବିଭାଗ। ଲଗାତାର 26 ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର 181 ପ୍ରଦର୍ଶନ ପାଇଁ ଚିଠି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର 181 ପ୍ରଦର୍ଶନ କରିବା ପାଇଁ ସମସ୍ତ ରେଜିଷ୍ଟ୍ରାର ଅଧ୍ୟକ୍ଷମାନଙ୍କୁ ବିଭାଗୀୟ ଚିଠି ଲେଖିଛି, ଯାହାଫଳରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷା ମଧ୍ୟ ପାଇପାରିବେ। ସରକାର କହିଛନ୍ତି ଯେକୌଣସି ମହିଳାଙ୍କୁ ଏମିତି ଘଟୁଛି ଯାହା ବି ଅସୁବିଧା ଶିକାର ହେଉଛନ୍ତି, ତୁରନ୍ତ 181କୁ କଲ୍ କରି ସହାୟତା ମାଗିପାରିବେ। ଚିନ୍ତାରେ ଗ୍ରାହକ, ସୁନା ଦର 1 ଲକ୍ଷ ଟପିଲା। ପୁଣି ଲକ୍ଷେ ଟପିଛି ସୁନା ଦର। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ 10 ଗ୍ରାମ ସୁନା ପିଛା 1,40,00,000 ଟଙ୍କା ରହିଛି। ଗତକାଲି 99,380 ଟଙ୍କା ଥିଲା। ତେବେ ପ୍ରତ୍ୟେକ ଦିନ ସୁନା ରେଟ୍ ହୁ ହୁ ହୋଇ ବଢୁଛି। ସେପଟେ ରୂପାର ମୂଲ୍ୟ ମଧ୍ୟ 1,16,000 ଟଙ୍କାରେ ଛୁଇଁଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଏବେ ଲୋକଙ୍କୁ ଦୁର୍ବିଷ କରିଛି। ବ୍ରାହ୍ମଣୀ ନଦୀ ଉଛଳି ପାଣି ଗାଁ ଭିତରେ ପ୍ରବେଶ କରିଛି, ଯାହା ପଟ୍ଟାମୁଣ୍ଡାଇ ବ୍ଲକ ଚୌଡ଼ା କୁଲତ ଅଞ୍ଚଳରେ ଗାଁକୁ ବୁଡ଼ାଇ ଦେଇଛି। ଏଥର କେବଳ କେନାଲ ନୁହେଁ, ତେବେ ଗାଁ ସାରା ବନ୍ୟା। ତେବେ ନଦୀ ନାଳଠୁ ଆରମ୍ଭ କରି ସବୁକିଛି ଜଣାପଡୁନାହିଁ। ରାତି ହେଲେ କୁମ୍ଭୀର ମଧ୍ୟ ଆସୁଛି। ଅନେକ ଗାଁରେ ବୁଡ଼ି ରହିଥିବା ବେଳେ କିଛି ଗାଁରେ କୁମ୍ଭୀର ପଲ ପଲ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ନଦୀ କୂଳ ଭାଙ୍ଗି ଗାଁ ଆଡ଼କୁ ମାଡ଼ି ଆସୁଛି। ବିଲମାନଙ୍କରେ
କ୍ଷୟକ୍ଷତି ମଧ୍ୟ ହୋଇଛି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବ୍ରାହ୍ମଣୀ ନଦୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର 12ଟି ପଞ୍ଚାୟତର 50,000 ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। 4 ଦିନ ହେଲା ପାଣି ଛାଡୁ ନଥିବାରୁ ପିଇବା ପାଣି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚାହିଁ ଅନେଇ ବସିଥିବା ଲୋକେ ଭୋଗୁଛନ୍ତି ଅଞ୍ଚଳବାସୀ। ତା ସାଙ୍ଗ ପୁଣି କୁମ୍ଭୀରର ଭୟ। ସେପଟେ ପ୍ରଶାସନ ମଧ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ କରିଛି। ଏପର୍ଯ୍ୟନ୍ତ 30ରୁ ଅଧିକ ବନ୍ୟା ପ୍ରଭାବିତ ଗାଁକୁ ଶୁଖିଲା ରାସନ, ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି। 19ରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ତେବେ ଆଜିଠୁ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ। ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 2025-26 ବର୍ଷର ଖରିଫ ଧାନ ଫସଲ ଯୋଗୁଁ ଆଜିଠୁ ପଞ୍ଜୀକରଣ କରାଯିବ। ଏନେଇକି ଡିଆରସି ଏବଂ ଏସଆରସି ମାନଙ୍କୁ କୁହାଯାଇଛି। ଧାନ ସମ୍ପର୍କ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ପ୍ରକ୍ରିୟା ସମ୍ପର୍କିତ ତଥ୍ୟକୁ ମଧ୍ୟ ଫ୍ୟାକ୍ସ ଏବଂ ଲ୍ୟାମ୍ପସକୁ ମଧ୍ୟ ଠିକ୍ ଭାବେ ଜଣାଇ ଦିଆଯିବ। ଏହା ସହିତ ଠିକ୍ ସମୟରେ ଚାଷୀ ପଞ୍ଜୀକରଣ ହୋଇପାରିବ ତାହା ସୁନିଶ୍ଚିତ କରାଯିବ, ଯାହାଫଳରେ ସରକାରଙ୍କ ଦ୍ୱାରା ଯେକୌଣସି ଗାଁରେ କ୍ଷୟକ୍ଷତି ହୋଇଛି ସବୁ ଆକଳନ କରାଯିବ। ତା ସହିତ ମଧ୍ୟ କ୍ଷତିପୂରଣ ରାଶି ମଧ୍ୟ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ 31 ଯାଏଁ ଚାଲିବ। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ 19 ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ 20 ଯାଏଁ ଚାଲିବ। ଇତିହାସ ରଚିଲା ନବକଳେବର। ମହାମହିମ ରାଷ୍ଟ୍ରପତି ଶ୍ରୀ ଜଗନ୍ନାଥଙ୍କର ନବକଳେବର ଫିଲ୍ମ ଦେଖିଛନ୍ତି। ତେବେ ଏକ ଭକ୍ତିପୂର୍ଣ୍ଣ ଐତିହାସିକ ଚଳଚ୍ଚିତ୍ର ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ରାଷ୍ଟ୍ରପତିଙ୍କ ସହିତ ସିନେମା ଦେଖିଥିଲେ ପୁରା ନବକଳେବର ଟିମ୍। ଫିଲ୍ମର ନିର୍ଦ୍ଦେଶକ ସହିତ ଚଳଚ୍ଚିତ୍ରର କଳାକାରମାନେ ମଧ୍ୟ ଅନ୍ୟ ସଦସ୍ୟ ସାମିଲ ଥିଲେ। ରଥଯାତ୍ରା ସମୟରେ ବହୁ ପ୍ରତୀକ୍ଷିତ ଅନ୍ତ ଘଟାଇ ରିଲିଜ ହୋଇଥିଲା ଶ୍ରୀ ଜଗନ୍ନାଥଙ୍କର ନବକଳେବର। ଏହି ଅବସରରେ ମହାପ୍ରଭୁଙ୍କ ଲୀଳା ଦେଖିବାର ସୁଯୋଗ ପାଇଥିଲେ ଜଗନ୍ନାଥ ପ୍ରେମୀ। ତେବେ ଏହି ସିନେମା ଜରିଆରେ ଦାରୁ ବିଗ୍ରହଙ୍କ ବର୍ଣ୍ଣ ପରିବର୍ତ୍ତନ, କଳା ପାହାଡ଼କୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ସୁଯୋଗ ପାଇଛନ୍ତି ଦର୍ଶକ। ଆଗାମୀ ପିଢ଼ି ନିକଟରେ ଏସବୁ ସ୍ୱତନ୍ତ୍ର ଭାବେ ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଛି ସିନେମା। ବାଲେଶ୍ୱର ସୌମ୍ୟଶ୍ରୀ ଘଟଣା ନ ଲିଭୁଣୁ ଏପଟେ ନାବାଳିକା ପୋଡ଼ି ଘଟଣା। ଝିଅଟିର ଜଳନ୍ତା ଚମଡ଼ା ଛିଡ଼ିକି ତଳେ ପଡୁଥିଲା। ତେବେ ବଳଙ୍ଗା ଘଟଣା ଏବେ ତାର ଚଞ୍ଚଲ୍ୟ ସୃଷ୍ଟି କରିଛି, କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଝିଅଟି ଜଳନ୍ତା ଅବସ୍ଥାରେ ଦୌଡ଼ି ଯାଇ ଆମ ଘରେ ପହଞ୍ଚିଥିଲା। ପୀଡ଼ିତ ଜଣକ ହାତ ଯୋଡ଼ି କହିଥିଲା, ମୋତେ ବଞ୍ଚାଇ ଦିଅ, ତଣ୍ଟି ଶୁଖି ଯାଉଛି, ପାଣି ମଧ୍ୟ ଦିଅ। ଏଭଳି ଘଟଣା ଘଟିଛି ପିପିଲିର ବଳଙ୍ଗା ଠାରେ, ଯାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ମୁହଁକୁ ରୁମାଲ ପକାଇ 3 ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ। ଆଉ ବହି ଦେବାକୁ କହି ଆସିଲା ବେଳକୁ ସିଧା ଝିଅ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ। 70% ଜଳି ଏବେ ଏମ୍ସରେ ଚିକିତ୍ସିତ ହେଉଛି। ପିପିଲି ବଳଙ୍ଗାର ଘଟଣାରେ ଦୁଇ ଅଧା କିରୋସିନ ବୋତଲ ମଧ୍ୟ ଜବତ ହୋଇଛି। ସେପଟେ ନାବାଳିକା ପୋଡ଼ା କପଡ଼ା ମଧ୍ୟ ଫରେନ୍ସିକ ଟିମ୍ ଜବତ କରିଛି। ତେବେ ତଦନ୍ତ ଏବେ ଚାଲିଛି। ତେବେ କୁହାଯାଉଛି ଯେ ଆଜିକାଲି ଝିଅ ମଧ୍ୟ ସୁରକ୍ଷିତ ନୁହେଁ। ଏ ନେଇକି ସରକାର ତଦନ୍ତ ଉପରେ ତଦନ୍ତ ମଧ୍ୟ ଚଳାଇବା ଦରକାର, ଯାହାଫଳରେ ଦୋଷୀକୁ ଉଚିତ ଦଣ୍ଡ ମିଳିବା ଦରକାର ବୋଲି ଏପଟେ ଗ୍ରାମବାସୀ କହିଛନ୍ତି। ପାଗରେ ବଡ଼ ପରିବର୍ତ୍ତନ ପରେ 7,908 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା। କିଛି ଦିନ ତଳେ ମଧ୍ୟ ଭୂସ୍ଖଳନ ବର୍ଷା ଯୋଗୁଁ ହେବାରୁ ଲୋକଙ୍କର ଜୀବନ ବିପଦରେ ପଡୁଥିଲା। ଏନେଇକି ସରକାର ସ୍ତରରୁ ମଧ୍ୟ ବନ୍ଦ ହୋଇଥିଲା ଘୋଷଣା। ତେବେ ଏବେ ହାଲୁକା ମୋଟରଯାନ, ଭାରୀ ମୋଟରଯାନ ଅନ୍ତର୍ଭୁକ୍ତ ହେଉଛି, ଯାହାଫଳରେ ଏବେ ସ୍ଥିତି ଅସମ୍ଭାଳ ହୋଇନାହିଁ, ଯାହାଫଳରେ ଲୋକ ଯିବା ଆସିବା କରୁଛନ୍ତି। 7,908 ଜଣ ତୀର୍ଥଯାତ୍ରୀ ମଧ୍ୟରୁ 5,029 ତୀର୍ଥଯାତ୍ରୀ ପହଲଗାମ, 2,879 ତୀର୍ଥଯାତ୍ରା ବାଲଟୋଲ ପାଇଁ ଆବଶ୍ୟକ 261 ଯାନରେ କାଫିଲା ବାହାରିଛନ୍ତି, ଯେଉଁଥିରେ ହାଲୁକା ମୋଟରଯାନ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ତେବେ କୁହାଯାଉଛି ବର୍ଷା ଯୋଗୁଁ ପାଗ ଏଭଳି ଯୋଗୁଁ ଏହି ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ରାଜ୍ୟକୁ ମିଳିବ ମାଗଣା ବିଦ୍ୟୁତ। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ତେବେ କେଉଁଠି ମିଳିବ ଚାଲନ୍ତୁ ଜାଣିଦେବା। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କର 20 ବର୍ଷର କ୍ଷମତା ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରିବାକୁ ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ସେ ଘୋଷଣା କରିଛନ୍ତି 1 କୋଟି ନିଯୁକ୍ତି ଦେବେ, ତା ସହିତ ମାଗଣା ବିଦ୍ୟୁତ ମଧ୍ୟ ଦେବେ। ନିଜ ଏକ୍ସ ପ୍ଲାଟଫର୍ମରେ ଦେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ଆରମ୍ଭରୁ ସମସ୍ତଙ୍କୁ ଶସ୍ତା ହାରରେ ବିଦ୍ୟୁତ ଯୋଗାଇ ଆସୁଛୁ, କିନ୍ତୁ ଏବେ ବିଦ୍ୟୁତ 200 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ରହିବ। ଆଉ 1 କୋଟି ଚାକିରି ମଧ୍ୟ ଦେବେ ବୋଲି କୁହାଯାଉଛି। ତେବେ ବେଟିଂ ଆପ୍କୁ ଏବେ ଗୁଗଲ ଏବଂ ମେଟାକୁ ନୋଟିସ୍ ଦିଆଯାଇଛି। ତେବେ କୁହାଯାଉଛି ଯେ ବେଟିଂ ଆପ୍ ମାମଲାରେ ଗୁଗଲ, ମେଟା ଉପରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି। ଗୁଗଲ ଏବଂ ମେଟା ବିରୋଧରେ ବେଟିଂ ଆପ୍କୁ ପ୍ରମୋଶନ କରିବାରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି, ଯାହାକି ବର୍ତ୍ତମାନ ମନି ଲଣ୍ଡରିଂ ଏବଂ ହାୱାଲା କାରବାର ସମେତ ଅନେକ ଗମ୍ଭୀର ଆର୍ଥିକ ଅପରାଧ ସହିତ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି। ଆଉ ବେଟିଂ ଆପ୍ ଚାଲିବ ନାହିଁ। ଇନଫ୍ଲୁଏନ୍ସର ମାନେ ବିଭିନ୍ନ ପ୍ରକାର ଫେକ୍ କଲ୍ କରି, ଫେକ୍ ଆଇଡିରେ କରି ବେଟିଂ ଆପ୍ ପ୍ରମୋଶନ କରୁଛନ୍ତି। ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଇଡି ମଧ୍ୟ ଯାଞ୍ଚ କରୁଛି।
ହୀରାକୁଦ ଡ୍ୟାମରେ ପୁଣି ଖୋଲିଲା 2ଟି ଗେଟ୍। ଜଳଭଣ୍ଡାର ମଧ୍ୟକୁ ବନ୍ୟା ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ତେବେ 2ଟି ଗେଟ୍ ଏବେ ଖୋଲାଯାଇଛି। ବର୍ତ୍ତମାନ ମୋଟ 4ଟି ଗେଟ୍ ଜରିଆରେ ମହାନଦୀ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ମଧ୍ୟ କରାଯାଉଛି। ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ, ଅଫିସରକୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ। ତେବେ ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶାସନ ସଚିବ ତାଗିଦ କରିଛନ୍ତି। କହିଛନ୍ତି ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର ଲେଖାଯିବ। ପ୍ରଦର୍ଶନକୁ 1ରୁ 5 ଭିତରେ ରେଟିଂ କରାଯାଇଛି। ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ। ପ୍ରମୋସନ ପାଇଁ ରାତି ଅଧିଆ କାମ ହଉ ବା ଧରାଧରି କଲେ ଚଳିବ ନାହିଁ। କେବଳ ନିଜ ଡ୍ୟୁଟିରେ ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ। ଏହା ସହିତ ରେଜିଷ୍ଟ୍ରାର ଅଫିସରେ କେମିତି କାମ ହୁଏ ତାହା ପୋଲ ଖୋଲିଲେ ଦେଓରଞ୍ଜନ ସିଂ। କହିଲେ, ଆମ ଅଫିସର ମାନଙ୍କ ଗୋଟେ ଧାରଣା ଅଛି ଯେ ବହୁତ ଭଲ କାମ କରୁଛୁ, କିନ୍ତୁ ଜନସାଧାରଣଙ୍କ ଫିଡବ୍ୟାକ୍ ବହୁତ ଖରାପ। ଲୋକ ଅଭିଯୋଗ କରୁଛନ୍ତି, ତେବେ ଲୋକ ମଧ୍ୟ ରେଟିଂ ଦେବେ, ଯାହାଫଳରେ ପ୍ରମୋସନ ମଧ୍ୟ ମିଳିବ। ଅଫିସ ଠିକ ସମୟରେ ଆସନ୍ତୁ, ଅଫିସରେ ପଞ୍ଚିଂ ସିଷ୍ଟମ ହେବ। ଏଥର ସରକାରୀ ଅଫିସକୁ ମଧ୍ୟ କଡା ତାଗିଦ କରାଯାଇଛି। ତେବେ ଉଚିତ ସମୟରେ ଆସିବେ, ଉଚିତ ସମୟରେ ଯିବାକୁ ପଡିବ। ଲୋକଙ୍କର ସମସ୍ୟା ମଧ୍ୟ ବୁଝିବା ପାଇଁ ପଡିବ। ଏ ନେଇକି ମଧ୍ୟ ତଦନ୍ତ ହେବ। ରେଳବାଇ ଚାକିରି ଆଳରେ 62 ଲକ୍ଷ ଠକାଇ, ନାରୀ ନେତ୍ରୀ ମଧ୍ୟ ଗିରଫ। ତେବେ କୁହାଯାଉଛି ଯେ ଲକ୍ଷାଧିକ ଠକେଇ ଅଭିଯୋଗରେ ଏବେ ଭୁବନେଶ୍ୱର ଜଣେ ନାରୀ ନେତ୍ରୀକୁ ଗିରଫ କରାଯାଇଛି। ଯାଜପୁର ବରୀ ରାମଚନ୍ଦ୍ରପୁର ବନ୍ଦପଡାର ଶୁଭଲକ୍ଷ୍ମୀ ରାଉତ ଓରଫ ନାୟକ। ତେବେ କୁହାଯାଉଛି ଯେ ପୋଲିସ ତାଙ୍କଠାରୁ 2ଟି ପାସବୁକ୍ ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଭଲକ୍ଷ୍ମୀ ସ୍ୱାମୀ ସମରଜିତ ରାଉତ ଓରଫ ବସନ୍ତ ସିଂ ମଧ୍ୟ ଫେରାର ହୋଇଛନ୍ତି। ଏହି ମାମଲାର ମାଷ୍ଟରମାଇଣ୍ଡ ତଥା କୁକୁଡାଖଣ୍ଡିର ଶାନ୍ତିନଗର ବିଘ୍ନେଶ୍ୱର ରାଓ ମଧ୍ୟ ଅଛନ୍ତି। ତେବେ 2ଟି ଆକାଉଣ୍ଟରୁ ପାଖାପାଖି 62 ଲକ୍ଷ ଠକେଇ ହୋଇଛି। ରେଳବାଇ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ, ଏବେ ପର୍ଦ୍ଦାଫାଶ ହୋଇଛି। ପିଏମ କିଷାନର 20ତମ କିସ୍ତି ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି। ତେବେ ଚାଷୀ ପଞ୍ଜୀକରଣ ଆଜି ଥିଲା, ଆଉ ତାପରେ ଏଥର ପିଏମ କିଷାନ 20ତମ କିସ୍ତି ମଧ୍ୟ ମିଳିବା ପାଇଁ ଯାଉଛି। ଜୁନ 20 ତାରିଖରେ ପିଏମ କିଷାନ ଟଙ୍କା ମିଳିଥାନ୍ତା, କିନ୍ତୁ ଏପର୍ଯ୍ୟନ୍ତ ମିଳିନାହିଁ। ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ବର୍ଷକୁ 6,000 ଟଙ୍କା ଆର୍ଥିକ ସହାୟତା କରୁଛନ୍ତି। ପ୍ରତି 4 ମାସକୁ ଥରେ 2,000 ଟଙ୍କା ଦଉଛନ୍ତି। 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଫେବୃଆରୀ ମାସରେ ଯାଇଥିଲା। 20ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି କୋଟି କୋଟି ଚାଷୀ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ମଧ୍ୟ ଯାଇନି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ମଧ୍ୟ 9 କୋଟି 80 ଲକ୍ଷ ଚାଷୀ ଉପକୃତ ମଧ୍ୟ ହୋଇସାରିଲେଣି। ଏମାନଙ୍କ ମଧ୍ୟରୁ 2 କୋଟି 40 ଲକ୍ଷ ମହିଳା ଚାଷୀ ମଧ୍ୟ ରହିଛନ୍ତି। ତେବେ ମହିଳା ଚାଷୀକୁ ଏବଂ ପୁରୁଷ ଚାଷୀକୁ ସମସ୍ତଙ୍କୁ କୁହାଯାଉଛି ଆଉ ଥରେ ଇକେୱାଇସି କରିଦିଅନ୍ତୁ, ଯାହାଫଳରେ ଆପଣଙ୍କ ଆକାଉଣ୍ଟକୁ ପିଏମ କିଷାନ ଟଙ୍କା ଆସିବ। ତେବେ ଭୁଲ ବଶତଃ ଯଦି ଭେରିଫିକେସନ ନ କରିଥିବେ ଆପଣଙ୍କ ଟଙ୍କା ମଧ୍ୟ ଅଟକି ଯିବ। ଭାରତୀୟମାନେ ପ୍ରତିଦିନ 46 କୋଟି ହାରୁଛନ୍ତି। ଭାରତର ସାଇବର ଅପରାଧୀ ବୃଦ୍ଧି ପାଇଛି। ସମ୍ପ୍ରତି ଗୃହ ମନ୍ତ୍ରଣାଳୟ ବା ଏମଏଚ ତଥ୍ୟ ଅନୁଯାୟୀ ଭାରତୀୟମାନେ ଅନଲାଇନ ଠକେଇରେ ପ୍ରତିଦିନ 46 କୋଟି ହାରିଛନ୍ତି। ଚଳିତ ବର୍ଷ ପ୍ରଥମ 5 ମାସରେ ଜାନୁଆରୀ ମେ ମାସ ପର୍ଯ୍ୟନ୍ତ ଅନଲାଇନ ଠକେଇରେ ପ୍ରାୟ 7,000 କୋଟି ହରାଇଥିଲେ। ତେବେ ଗୃହ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତୀୟକୁ ଟାର୍ଗେଟ କରୁଥିବା ସାଇବର ଠକେଇର ବଡ଼ ଅଂଶ ଦକ୍ଷିଣ ପୂର୍ବ ଏସିଆରୁ ଆସିଛି। ସାଇବର ଅପରାଧୀ ଅଧାରୁ ଅଧା ନେଟୱାର୍କ ମିଆଁମାର, କାମ୍ବୋଡିଆ, ଭିଏତନାମ, ଲାଓସ, ଥାଇଲାଣ୍ଡରୁ କାର୍ଯ୍ୟକାରୀ କରୁଛନ୍ତି। ଏପରି ଅପରାଧ ଯୋଗୁଁ ପ୍ରତି ମାସରେ 1,000 କୋଟି ଟଙ୍କା ହରାଉଛନ୍ତି। ଭାରତୀୟ ସାଇବର ଅପରାଧ ସମନ୍ୱୟ ବା ଆଇଫୋର୍ସ ତଥ୍ୟ ଅନୁଯାୟୀ ଠକେଇ ଗୁଡ଼ିକ ପ୍ରାୟତଃ ଉଚ୍ଚ ସୁରକ୍ଷା ସ୍ଥାନରୁ ପରିଚାଳିତ କରାଯାଉଛି, ଯାହାକି ଚୀନ ଅପରେଟର ମାନଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ଜଣାପଡୁଛି, ଯେଉଁଠାରେ ଭାରତୀୟ ସମେତ ଚାଲଣା ହେଉଥିବା ଲୋକଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି। ଟ୍ରମ୍ପଙ୍କ ତାରିଫ ଯୋଗୁଁ ସବୁ ଦେଶ ଏବେ ନୟାନ୍ତ, ସବୁ ଦେଶ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ପୁଣି ଏବେ ବ୍ରିକ୍ସକୁ କଡ଼ା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 10% ଶୁଳ୍କ ସହିତ ବ୍ରିକ୍ସ ଭାଙ୍ଗି ଯିବାର ଚେତାଇ ମଧ୍ୟ ଦେଲେ। ତେବେ ଟ୍ରମ୍ପ ଶୁକ୍ରବାର ଦିନ ଐତିହାସିକ ପଦକ୍ଷେପ ନେଇ ଗ୍ରାଇଣ୍ଡ ଆଣ୍ଡ ଏଷ୍ଟାବ୍ଲିଶ ନ୍ୟାସନାଲ ଇନଭେଷ୍ଟମେଣ୍ଟ ଫର ୟୁଏସଏ ଏଷ୍ଟାବ୍ଲିଶ ଆକ୍ଟକୁ ମଧ୍ୟ ଜିନିୟସ ଆକ୍ଟକୁ ପରିଣତ କରାଯାଇଛି। ଏହି ଆଇନର ଉଦ୍ଦେଶ୍ୟ ହେଉଛି ଡିଜିଟାଲ ମୁଦ୍ରାରେ ଆମେରିକାର ବିଶ୍ୱର ନେତା କରିବା ଏବଂ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଆମେରିକା ଡଲାର ସର୍ବୋଚ୍ଚକୁ ଆହୁରି ସୁଦୃଢ଼ କରିବା, ଯାହାକୁ ନେଇ ଟ୍ରମ୍ପ ମଜାରେ କହିଥିଲେ, ଏହି ଆଇନ ମୋ ନାମରେ ନାମିତ। ଏହି ଅବସରରେ ଟ୍ରମ୍ପ 20 ଦେଶଗୁଡ଼ିକ ରହୁଛି ବ୍ରାଜିଲ, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା କଠୋର ସ୍ୱରରେ ଚେତାବନୀ ଦେଇଛନ୍ତି ଯେ ଡଲାରର ଶକ୍ତିକୁ ଚ୍ୟାଲେଞ୍ଜ କରିବାର ଯେକୌଣସି ପ୍ରୟାସ ନିରର୍ଥକ ହେବ। ତେବେ କୌଣସି ଦେଶ ଡଲାର ସହିତ ତୁଳନା ହୋଇପାରିବ ନାହିଁ। ଯୋଗୀ ସରକାରଙ୍କର ବଡ଼ ଘୋଷଣା, ପିଲାମାନଙ୍କର ଅଭିଭାବକଙ୍କୁ ମିଳିବ 12,000 ଟଙ୍କା। ସ୍କୁଲର ଡ୍ରେସ, ଜୋତାଠୁ ଆରମ୍ଭ କରି ସବୁ କିଛି ମିଳିବ। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମିଳିବ। ତା ସହିତ ମଧ୍ୟ ଆଗକୁ ପଢୁଥିବା ଯେଉଁମାନେ ଭଲ ଷ୍ଟୁଡେଣ୍ଟ, ମେଧାବୀ ଛାତ୍ର, ତାଙ୍କୁ ମଧ୍ୟ ମିଳିବ। ଏନେକି ଯୋଗୀ ସରକାର ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଆର୍ଥିକ ସ୍ତରରେ
କିଛି କରିପାରୁନାହାନ୍ତି ତାଙ୍କୁ ମିଳିବ। ଏପଟେ କହିଛନ୍ତି ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କୁ କଲେଜ ଛାତ୍ରୀଙ୍କୁ ମାଗଣା ସ୍କୁଟି ଦେବେ। ମେଧାବୀ ଛାତ୍ରୀ ହୋଇଥିବା ଦରକାର, ଘରଠୁ କଲେଜ ଦୂରରେ ଥିବା ଦରକାର। ଏପଟେ ମଧ୍ୟ ଦିଲ୍ଲୀ ସରକାର ରେଖା ଗୁପ୍ତା କହିଛନ୍ତି ମହିଳାମାନଙ୍କୁ 2500 ଟଙ୍କା ମିଳିବ। କେବଳ ବିପିଏଲ କାର୍ଡ ଧାରୀମାନଙ୍କୁ ପ୍ରତି ମାସରେ 2500 ଟଙ୍କା ମିଳିବ। ମାଗଣା 2ଟି ଗ୍ୟାସ୍ ମଧ୍ୟ ମିଳିବ। ଆସନ୍ତା 21 ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ତା ସହିତ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ଆଗାମୀ ଦିନ ଆସିପାରିବେ, ପୂର୍ବରୁ ଜଣାଇ ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ବିଷୟରେ ଚାଲନ୍ତୁ ଜାଣିନେବା। ପ୍ରଥମ ହେଲେ ସୁଭଦ୍ରା ଯୋଜନା ଅଗଷ୍ଟ 9 ତାରିଖରେ ମିଳିବା ପାଇଁ ଯାଉଛି। ରକ୍ଷାବନ୍ଧନ ଦିନ ସୁଭଦ୍ରା ଟଙ୍କା ମିଳିବ। ତା ସହିତ ମଧ୍ୟ କୁହାଯାଉଛି ଚାଷୀମାନଙ୍କୁ ଏବେ କ୍ଷତିପୂରଣ ରାଶି ମିଳିବ। ବନ୍ୟାରେ ଯେଉଁମାନଙ୍କର ଚାଷୀ କ୍ଷତି ହୋଇଛି ତାଙ୍କୁ କ୍ଷତିର ଆକଳନ କରାଯାଇ ତାଙ୍କୁ ମିଳିବ ମଧ୍ୟ କୁହାଯାଉଛି। ଏପଟେ ସ୍କୁଲ ପିଲାଙ୍କୁ 5000 ଟଙ୍କା ମାଧବ ଯୋଜନାରେ ଦେଇଥିଲେ, ପୁଣି ସ୍କୁଲ ପିଲାଙ୍କ ପାଇଁ ଉପହାର ମଧ୍ୟ ନେଇ ଆଣିପାରନ୍ତି ମୁଖ୍ୟମନ୍ତ୍ରୀ। ତା ସହିତ 60 ବର୍ଷର ଭତ୍ତା ଟଙ୍କା ମଧ୍ୟ ବଢିବ। ତେବେ ଏତେ ସବୁ ଯୋଜନା ସରକାର ଲକ୍ଷ୍ୟ ରଖିଛନ୍ତି। ଏପଟେ ସ୍ୱୟଂ ସହାୟକ ମହିଳାଙ୍କୁ 1 ଲକ୍ଷ ଟଙ୍କା ଋଣ ମିଳୁଛି ବିନା ସୁଧରେ। ସରକାରଙ୍କ ଲକ୍ଷ୍ୟ ହେଲା ଯେ ମହିଳାମାନେ କିଭଳି ସଶକ୍ତ ହେବେ, ତା ସହିତ ମଧ୍ୟ କିଭଳି ଲକ୍ଷପତି ଦିଦି ସାମିଲ ହେବେ। ଏପର୍ଯ୍ୟନ୍ତ ଓଡ଼ିଶାରେ ମଧ୍ୟ ମହିଳାମାନେ ଲକ୍ଷପତି ଦିଦି 4 ରୁ 8 ଲକ୍ଷ ମହିଳା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। 2 ବର୍ଷ ଭିତରେ 25 ଲକ୍ଷ ମହିଳା ଲକ୍ଷପତି ଦିଦି ବନିବେ ବୋଲି ସରକାର ଏପଟେ କହିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବରଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।